ମାଗଣାରେ ଆଧାର ସଂଶୋଧନ ଅବଧି ବଢ଼ିଲା। ଏହାର ପୂର୍ବରୁ 14 ଜୁନ୍ 2025 ପର୍ଯ୍ୟନ୍ତ ଶେଷ ତାରିଖ ଥିଲା। ଏବେ ପରିବର୍ତ୍ତନ କରାଯାଇଛି। ଆଜି ଆମେ ଜାଣିବା ଏହାର ଲାଷ୍ଟ ଡେଟ୍ କେବେ ଅଛି। ଚାଲନ୍ତୁ ଆଜି ଆମେ ଜାଣିବା। ତେଣୁ ଭିଡ଼ିଓକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଚାଲନ୍ତୁ ଡେରି ନ କରିକି ଭିଡ଼ିଓଟିକୁ ଆରମ୍ଭ କରିବା। ଭାରତରେ ରହୁଥିବା ଲୋକଙ୍କ ପାଇଁ କିଛି ଡକୁମେଣ୍ଟ ରଖିବା ବହୁତ ଗୁରୁତ୍ୱପୂର୍ଣ୍ଣ। ଏହି ଡକୁମେଣ୍ଟ ଗୁଡ଼ିକ ପ୍ରତିଦିନ କେଉଁଠି ନା କେଉଁଠି କେତେବେଳେ କିଛି କାମ ପାଇଁ ଆବଶ୍ୟକ ହୁଏ। ସେମାନଙ୍କ ବିନା ଅନେକ କାମ ଅଟକିଯାଏ, ଯେମିତିକି ଡ୍ରାଇଭିଂ ଲାଇସେନ୍ସ, ଭୋଟର କାର୍ଡ଼, ପାନ୍ କାର୍ଡ଼, ରାସନ କାର୍ଡ଼ ଏବଂ ଆଧାର କାର୍ଡ଼। ଏଭଳି ଡକୁମେଣ୍ଟ ଗୁଡ଼ିକ ମଧ୍ୟରୁ ସବୁଠାରୁ ଅଧିକ ବ୍ୟବହୃତ ଡକୁମେଣ୍ଟ ହେଉଛି ଆଧାର କାର୍ଡ଼। ଏହା ଦେଶର 90% ଅଧିକ ଲୋକଙ୍କ ପାଖରେ ରହିଛି। ଅନେକ ସମୟରେ ଲୋକମାନେ ଆଧାର କାର୍ଡ଼ ତିଆରି କରିବା ସମୟରେ କିଛି ଭୁଲ ସୂଚନା ଦେଇ ଦିଅନ୍ତି, ଯାହା ପରେ ସେମାନଙ୍କ ପାଇଁ ଅସୁବିଧାର କାରଣ ପାଲଟିଯାଏ। କାରଣ ଭୁଲ ସୂଚନା ଦେବା ଯୋଗୁଁ ସେମାନେ ଆଧାର କାର୍ଡ଼କୁ ଡକୁମେଣ୍ଟ ଭାବରେ ବ୍ୟବହାର କରିପାରନ୍ତି ନାହିଁ। କିନ୍ତୁ ଆଧାର କାର୍ଡ଼ ପରିଚାଳନା କରୁଥିବା ଭାରତ ସରକାରଙ୍କ ଏକ ଅନୁଷ୍ଠାନ UIDAI ଆପଣଙ୍କୁ ଏହାକୁ ସଂଶୋଧନ କରିବାର ସୁବିଧା ପ୍ରଦାନ କରେ। ବାସ୍ତବରେ ଆଧାର ଅପଡେଟ୍ କରିବା ପାଇଁ ପୂର୍ବରୁ ଶେଷ ତାରିଖ 14 ଜୁନ୍ 2025 ଧାର୍ଯ୍ୟ କରାଯାଇଥିଲା, ଯାହାକୁ ଏବେ ପରିବର୍ତ୍ତନ କରାଯାଇଛି। ଏବେ ଲୋକମାନଙ୍କୁ ଆଉ 1 ବର୍ଷ ସମୟ ଦିଆଯାଉଛି। ମିଳିଥିବା ସୂଚନା ଅନୁଯାୟୀ ଏବେ ଆପଣ 14 ଜୁନ୍ 2026 ପର୍ଯ୍ୟନ୍ତ ମାଗଣାରେ ଆଧାର କାର୍ଡ଼ ଅପଡେଟ୍ କରିପାରିବେ। ଅଧିକରୁ ଅଧିକ ଲୋକ ଏହାର ସୁବିଧା ନେଇପାରିବେ, ସେଥିପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ଆପଣଙ୍କୁ ଜଣାଇ ଦେଉଛି ଯେ ଏହି ଅପଡେଟ୍ ମାଇ ଆଧାର ପୋର୍ଟାଲରେ ଯାଇ କରାଯାଇପାରିବ। କିନ୍ତୁ ଯଦି ଆପଣ ଆଧାର ସେବା କେନ୍ଦ୍ରକୁ ଯାଇ ଏହାକୁ ଅପଡେଟ୍ କରନ୍ତି, ତେବେ ଆପଣଙ୍କୁ ସେଠାରେ ଏକ ଶୁଳ୍କ ଦେବାକୁ ପଡ଼ିବ। ମୁଁ ଏହାର ଡାଇରେକ୍ଟ ଲିଙ୍କ ଆମ ଏହି ଭିଡ଼ିଓ ଡେସ୍କ୍ରିପସନ୍ ବକ୍ସରେ ଦେଇଦେବି। ଆପଣମାନେ ଚାହିଁଲେ ନିଜର ଆଧାର କାର୍ଡ଼କୁ ଯାଇ ଅପଡେଟ୍ କରିପାରିବେ। ଆହୁରି ବର୍ଷେ ପର୍ଯ୍ୟନ୍ତ ଏହାର ସମୟ ସୀମା ବଢ଼ିଯାଇଛି। ଆଶା କରୁଛି ଆପଣମାନଙ୍କୁ ଆଜିର ଏହି ଭିଡ଼ିଓଟି ନିଶ୍ଚିତ ଭାବରେ ଭଲ ଲାଗିଥିବ। ଯଦି ଆପଣମାନଙ୍କୁ ଆଜିର ଭିଡ଼ିଓଟି ଭଲ ଲାଗୁଛି, ଦୟାକରି ଏହି ଭିଡ଼ିଓକୁ ଲାଇକ୍, ସେୟାର ଓ କମେଣ୍ଟ କରନ୍ତୁ। ଆଉ ଏଇମିତିକା ଭିଡ଼ିଓ ଦେଖିବା ପାଇଁ ଚାହୁଁଥିଲେ ସର୍ବପ୍ରଥମେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।